জয় জগন্নাথ। শুভ সকাল দর্শক বন্ধু। আজ ডিসেম্বর মাস 21 তারিখ রবিবার। চালন্তু দেখিবা আজর গুরুত্বপূর্ণ খবর। আজর সমস্ত গুরুত্বপূর্ণ খবর জানিয়া পাই ভিডিওটি শেষ পর্যন্ত দেখন্তু এবং দয়াকরি চ্যানেলকে সবসক্রাইব করন্তু। তবে চালন্তু দেখিবা আজর প্রথম খবর। আজর প্রথম খবর, সারা রাজ্যের জারি রয়েছে শীতলহরী। পারদ তলমুহা যোଗୁଁ প্রবল জাড় ହେଉଛି। 10 ডিগ্রি তলে 10টি সহর তাপমাত্রা রেকর্ড ହୋଇଛି। আগামী 7 দিন যায় তাপমাত্রার বিশেষ পরিবর্তন হেবার সম্ভাবনা ନାହିଁ। অর্থাৎ 7 দিন প্রবল ঠান্ডা লাগি রহিব। সেহিপরি ঘন কুহুড়িକୁ ନେଇ পাଣିপাগ বিভাগ ওয়ার্নিং জারি କରିଛି। পরবর্তী খবর, উচ্চ মাধ্যমিক শিক্ষা পরিষদ বা সিএচএসসি পরিচালিত যুক্ত 2 পরীক্ষা ପାଇଁ আডমিট কার্ড প্রকাশ পাইছি। সাম ই স্পেস ওয়েবসাইটরে আডমিট কার্ড শুক্রবারঠু উপলব্ধ ହୋଇଛି। এনেই সিএচএসসি পরীক্ষা নিয়ন্ত্রক ডক্টর প্রশান্ত কুমার পরিডা সমস্ত অধ্যক্ষଙ୍କୁ অবগত କରାଇଛନ୍ତି। ସମସ୍ତ ଷ୍ଟ୍ରିମ୍ର ଛାତ୍ରଛାତ୍ରୀଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡମିଟ୍ କାର୍ଡ ପ୍ରଦାନ ସମୟରେ ନାମ, ପିତାଙ୍କ ନାମ, ମାତାଙ୍କ ନାମ, ପରୀକ୍ଷା ବିଷୟକୁ ଭଲ ଭାବେ ଯାଞ୍ଚ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ଆସନ୍ତା ବର୍ଷରୁ ବିଦ୍ୟାଳୟରେ ଗୁରୁ ଦିବସ ଅବା ଶିଶୁ ଦିବସ ପାଳନ ହେବନି। ସେହିଦିନ ପିଲାମାନେ ବିଦ୍ୟାଳୟକୁ ଆସିବେ। ଅନ୍ୟ ଦିନ ପରି ପାଠ ପଢ଼ା ମଧ୍ୟ ହେବ। ବିଦ୍ୟାଳୟରେ କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ ନାହିଁ। ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ 2026 ବାର୍ଷିକ ଛୁଟି ତାଲିକାରୁ ଏହା ସ୍ପଷ୍ଟ ହୋଇଛି। 2026 ବର୍ଷରେ ମୋଟ 82ଟି ଛୁଟି ଦିବସ ଓ 6ଟି ପାଳନୀୟ ଦିବସ ରହିଛି। ଏଥିରୁ ଗୁରୁ ଦିବସ ଓ ଶିଶୁ ଦିବସକୁ ବାଦ୍ ଦିଆଯାଇଛି। ପାଳନୀୟ ଦିବସରେ ମଧ୍ୟ ଏହାକୁ ରଖାଯାଇ ନାହିଁ, ଯାହାକୁ ନେଇ ବିରୋଧରେ ସ୍ୱର ଉଠିଛି। ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ମହଲରେ ଆଲୋଚନାର ବିଷୟ ପାଲଟିଛି। ପରବର୍ତ୍ତୀ ଖବର, କ୍ଲାସରେ ଲାଗିବ ଏୟାର ପ୍ୟୁରିଫାୟର। ଜାତୀୟ ରାଜଧାନୀ ଦିଲ୍ଲୀରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇଛି। ବାୟୁର ମାନ ଏତେ ଖରାପ ହୋଇଛି ଯେ ଶ୍ୱାସକ୍ରିୟା କରିବା କଷ୍ଟକର ହୋଇପଡ଼ିଛି। ଲୋକଙ୍କ ପାଇଁ ମହାମାରୀ ଭଳି ସ୍ଥିତି ଆଣିଛି ବାୟୁ ପ୍ରଦୂଷଣ। ଏଭଳି ସ୍ଥିତିରେ ସ୍କୁଲ ପଢ଼ିବାକୁ ଯାଉଥିବା ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବେଶ୍ ଯତ୍ନବାନ ହୋଇଛନ୍ତି ସରକାର। ପିଲାଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଦିଲ୍ଲୀ ସରକାର ସରକାରୀ ସ୍କୁଲର ପ୍ରାୟ 10,000 ଶ୍ରେଣୀଗୃହରେ ଏୟାର ପ୍ୟୁରିଫାୟର ଲଗାଇବେ। ସ୍କୁଲ ସମୟରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱଚ୍ଛ ଏବଂ ନିରାପଦ ବାୟୁ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏହାଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏବଂ ନିରବଚ୍ଛିନ୍ନ ଶିକ୍ଷା ସୁନିଶ୍ଚିତ ହୋଇପାରିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର, ହାଇଦ୍ରାବାଦ ଇନଭେଷ୍ଟର୍ସ ମିଟ୍ରେ ଆସିଲା 67,000 କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ। ଫଳରେ ମୋଟ 56,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଭାରତ ଅଭିବୃଦ୍ଧିର ଇଞ୍ଜିନ ପାଲଟିବ ଓଡ଼ିଶା। ଇନଭେଷ୍ଟର୍ସ ମିଟ୍ରେ ରାଜ୍ୟ ସରକାର 13ଟି MOU ସ୍ୱାକ୍ଷର କରିଛନ୍ତି। ଏହି କମ୍ପାନୀଗୁଡ଼ିକ ରାଜ୍ୟରେ 27,650 କୋଟି ଟଙ୍କାର ପୁଞ୍ଜି ନିବେଶ କରିବେ ଓ 15,905 ନିଯୁକ୍ତି ଉପଲବ୍ଧ କରାଇବେ। ପରବର୍ତ୍ତୀ ଖବର, ଛାତ୍ରନେତାଙ୍କୁ ହତ୍ୟା ନେଇ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ। ଛାତ୍ରନେତା ଶରୀଫ ଓସମାନ ହାଦିଙ୍କ ହତ୍ୟାର ପ୍ରତିବାଦରେ ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଓସମାନ ହାଦିଙ୍କ ନେତୃତ୍ୱରେ ଗତବର୍ଷ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିଲା ଓ ଶେଖ୍ ହସିନାଙ୍କ ସରକାର ପତନ ହୋଇଥିଲା। ଆସନ୍ତା ବର୍ଷ ବାଂଲାଦେଶରେ ନିର୍ବାଚନ ହେବାକୁ ଥିବା ବେଳେ ଓସମାନ ଢାକାରେ ପ୍ରଚାର ଆରମ୍ଭ କରିଥିଲେ। ଡିସେମ୍ବର 12 ତାରିଖରେ ଓସମାନଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। 32 ବର୍ଷ ବୟସ୍କ ଓସମାନ ହାଦିଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସିଙ୍ଗାପୁରକୁ ସ୍ଥାନାନ୍ତର ପରେ ସେଠାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି। ଏହାପରେ ସ୍ଥିତି ନେଇଛି ଉଗ୍ର ରୂପ। ପରବର୍ତ୍ତୀ ଖବର, ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକୁମେଣ୍ଟ 2036 ଓ 2047ରେ 4ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ 2036 ସୁଦ୍ଧା 50% ଓ 2047 ସୁଦ୍ଧା 60% ସାମଗ୍ରିକ ଶିକ୍ଷା ଅନୁପାତକୁ ସୁନିଶ୍ଚିତ କରାଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଲିଙ୍ଗଗତ ସମାନତା ଓ ପଛୁଆ ବର୍ଗରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଅନ୍ତର୍ଭୁକ୍ତିକରଣ ଉପରେ ପ୍ରାଧାନ୍ୟ ଦିଆଯିବ। ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତି ବ୍ଲକରେ 2ଟି ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ପ୍ରତି ଜିଲ୍ଲାରେ ଅନ୍ତତଃ ଗୋଟିଏ ବୈଷୟିକ ଗବେଷଣା ଭିତ୍ତିକ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ। ରାଜ୍ୟର 2ଟି ଶିକ୍ଷାନୁଷ୍ଠାନକୁ ବିଶ୍ୱର ଶ୍ରେଷ୍ଠ 500 ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ପରବର୍ତ୍ତୀ ଖବର, ବହୁ ବାଦ ବିବାଦ ପରେ ଆସନ୍ତା ଜାନୁଆରୀ 5 ତାରିଖରେ ମଞ୍ଚକୁ ଚଢ଼ିବେ ଯାତ୍ରା କଳାକାର ପୀୟୁଷ ତ୍ରିପାଠୀ। ଯାତ୍ରା ସିଂହବାହିନୀରେ ନାଟକ ତୁ ମୋ ବଜରଙ୍ଗୀ ସହ ଚଣ୍ଡିଖୋଲ ଯାତ୍ରା ମଞ୍ଚରେ ପୀୟୁଷ ଆରମ୍ଭ କରିବେ ଯାତ୍ରା। ଏନେଇ ଶୁକ୍ରବାର ମାହାଙ୍ଗା ବ୍ଲକ ଆଳୁନଟା ଯାତ୍ରା ମଞ୍ଚରେ ପୀୟୁଷ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଣାଇଛନ୍ତି। ଏହି ଅବସରରେ ଡିଜିଟାଲ ଟିକେଟ୍ ସହ ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଛି। ଦର୍ଶକଯାତ୍ରା.comରେ ଅନଲାଇନରେ ଟିକେଟ୍ ମଧ୍ୟ କରିପାରିବେ। ତେବେ ପ୍ରେସ୍ ମିଟ୍ରେ ଯାତ୍ରା ସିଂହବାହିନୀ ମାଲିକ ସଞ୍ଜୀବ କୁମାର ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ପରବର୍ତ୍ତୀ ଖବର, ଦହିବରା ଖାଇ 70ରୁ ଅଧିକ ଲୋକ ଅସୁସ୍ଥ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଜୋର ଗାଁରୁ ଆସିଛି ଏପରି ଏକ ଘଟଣା।
ମନମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ଜାରି ରଖିଛି। ଖବର ଅନୁଯାୟୀ ଗବଜର ଗାଁର ସାପ୍ତାହିକ ହାଟରେ ଜଣେ ସ୍ଥାନୀୟ ଦହିବରା ବ୍ୟବସାୟୀ ନିକଟରୁ ଲୋକେ ଦହିବରା କିଣି ଖାଇଥିଲେ। ପରେ ଉକ୍ତ ବ୍ୟବସାୟୀ ଅପରାହ୍ନ ସମୟରେ ଗବଜର ଗାଁକୁ ଦହିବରା ବିକ୍ରି କରିବାକୁ ଆସିଥିଲେ। ଗ୍ରାମରେ ଛୋଟ ପିଲାଠାରୁ ବଡ଼ ଲୋକ ସମସ୍ତେ ଦହିବରା ଖାଇଥିଲେ। ଖାଇବା ପରେ ସନ୍ଧ୍ୟାରେ ଗ୍ରାମବାସୀଙ୍କ ମୁଣ୍ଡ ବୁଲାଇବା ସହ ଝାଡ଼ା ଓ ବାନ୍ତି ଆରମ୍ଭ ହୋଇଥିଲା। ଏପରିକି ଅନେକ ଛୋଟ ଛୁଆଙ୍କ ସହ ଲୋକେ ଅସୁସ୍ଥ ହୋଇ ପଡ଼ିଥିଲେ। ଖବର ପାଇ ପଳସରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଟିମ୍ ଗ୍ରାମରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲା। ଗୁରୁତର ଆହତଙ୍କ ସଂଖ୍ୟା ବଢ଼ୁଥିବାରୁ ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରରୁ ଆଉ ଏକ ଟିମ୍ ଆସି ଗାଁରେ ପହଞ୍ଚିଛି। ଅନେକ ଗୁରୁତରଙ୍କୁ ମେଡିକାଲ ପଠାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।